ଠାକୁର ସେ ମାଉସୀ କୁଆଡ଼େ କହୁଥିଲେ ଠାକୁର କୁଆଡ଼େ ପୂଜା ହେଉଥିଲେ। ଦେଖନ୍ତୁ ଜାଗାରେ ବସିଥିଲି, ମୁଁ ବସିକି ଏମିତି ଦେଖୁଥିଲି ଗୋଟେ ବୁଢ଼ୀ ମାଉସୀଟି ଏଇପଟେ ଗଲେ ଆଜ୍ଞା। ସେ ବୁଢ଼ୀ ମାଉସୀ ଯେଉଁ ଗଲେ ସିଏ ମୋତେ କହିଲା ରେ ପୁଅ ଟିକେ ଦେଖିଲୁ। ତାପରେ ମୁଁ ଗଲି, ଯେମିତି ଦେଖିଲା ବେଳକୁ ଦେଖନ୍ତୁ ଆପଣ ଦେଖନ୍ତୁ ତାପରେ ଜାଣିପାରିବେ। ଦେଖନ୍ତୁ ଶନି ଠାକୁର ଦେଖୁଛନ୍ତି, ଦେଖନ୍ତୁ ଝୁଣା ଫୁଣା ସବୁ ଦିଆ ହେଇଥିଲା, ସବୁ ଝୁଣା ଫୁଣା ବି ଦିଆ ହେଇକି ଠାକୁର ପୁରା ମାନେ ପୂଜା ହେଇଛି। ଝୁଣା ଦେଖନ୍ତୁ ରିସେଣ୍ଟ ଆଜି ସକାଳେ ଦିଆହେଇଛି, ନହେଲେ କାଲି ସନ୍ଧ୍ୟାବେଳେ ଦିଆହେଇଛି। ଆଉ ଠାକୁର ଦେଖନ୍ତୁ, ଠାକୁର ସେ ମାଉସୀ କୁଆଡ଼େ କହୁଥିଲେ ଠାକୁର କୁଆଡ଼େ ପୂଜା ହେଉଥିଲେ। ଦେଖନ୍ତୁ ଠାକୁର କେମିତି ଜଳି ଯାଇଛନ୍ତି, ମୋତେ ଭାରି ଖରାପ ଲାଗୁଛି। ମୁଁ କ'ଣ କରିବି ମୁଁ ନିଜେ ବି ଜାଣିପାରୁନି। ଆପଣମାନେ କମେଣ୍ଟରେ ମୋତେ କୁହନ୍ତୁ ମୁଁ କ'ଣ କରିବି। କୁହନ୍ତୁ ଆପଣ ମୋତେ କମେଣ୍ଟରେ ମୁଁ କ'ଣ କରିବି। ଠାକୁରଙ୍କ ଏମିତି ଅବସ୍ଥା, ମାନେ ସାଇଡ଼୍ ସବୁ ମାନେ ଜଳି ଯାଇଛି, କିନ୍ତୁ ଠାକୁରଙ୍କର ଫଟୋଟା ଅଛି। ଦେଖନ୍ତୁ ଦେଖିଲେ ଏମିତି କିଏ କରିଛି କେଜାଣି। ସେ ମୁଁ ଚାହୁଁଛି ଯିଏ ଏମିତି କରିଛି ସେ ପୁରା ଦଣ୍ଡ ହଉ, ଦଣ୍ଡରେ ଭୋଗ, ଶନି ତା ଦେହରେ ଚଢ଼ିଯାଆନ୍ତୁ ପୁରା। ରହିଲି, ଜୟ ଜଗନ୍ନାଥ।